ଦେଖନ୍ତୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଭାବିବା ଦରକାର ଯେ ପରୀକ୍ଷାଟା ଜୀବନର ଏକ ଅଂଶ। ଆମର ଜୀବନର ଯେମିତି ବିଭିନ୍ନ ଶୈଳୀ ରହିଛି ତା ଭିତରେ ପରୀକ୍ଷା ମଧ୍ୟ ଗୋଟେ ଅଂଶ ଏବଂ ପ୍ରତ୍ୟେକ କାର୍ଯ୍ୟରେ ଜଣେ ପାଠ ପଢ଼ୁ, ଜଣେ ଖେଳୁ, ଜଣେ ଚିତ୍ରାଙ୍କନ କରୁ, ଜଣେ ନୃତ୍ୟ ଗୀତ କରୁ, ସବୁଥିରେ ତାକୁ କିଛି ନା କିଛି ପରୀକ୍ଷାର ସମ୍ମୁଖୀନ ହେବାକୁ ହେବ। ତେଣୁ ସେ ଦୃଷ୍ଟିରୁ ଟିଚରମାନଙ୍କର ଯେତିକି ସ୍କୁଲରେ ଦାୟିତ୍ୱ ରହିଛି ତା ଅପେକ୍ଷା ଅଧିକ ଦାୟିତ୍ୱ ରହିଛି ଅଭିଭାବକମାନଙ୍କର। କାରଣ ଅନେକ ଅଭିଭାବକ ବିଶେଷ କରି ଯେଉଁମାନେ ଶିକ୍ଷିତ ଅଭିଭାବକ ସେମାନେ ଅତି ଉଚ୍ଚାକାଂକ୍ଷୀ ହେଇଯାଆନ୍ତି ଯେ ମୋ ପିଲାଟି ଏମିତି ହେବ ସେମିତି ହେବ। ତେଣୁ ସଦାସର୍ବଦା ସେମାନେ ପିଲାକୁ ଚାପ ଦେଇଥାନ୍ତି ଯେ ତୁ ଭଲ ଭାବେ ପଢ଼, ତୁ ବା ଅନ୍ୟ ପିଲାଙ୍କ ସହିତ କମ୍ପେୟାର କରନ୍ତି। କିନ୍ତୁ ପିଲାର ସ୍ୱାସ୍ଥ୍ୟଗତ, ପିଲାର ଖାଦ୍ୟ, ପିଲା କେତେ ଘଣ୍ଟା ଶୋଉଛି, ପିଲା ଖେଳୁଛି କି ନା, ଦୈନିକ ଘଣ୍ଟେ ଅଧଘଣ୍ଟେ ସେ ଖେଳିବ ନିଶ୍ଚୟ 5ଟା ବେଳେ, ଦୈନିକ ସେ 7ରୁ 8 ଘଣ୍ଟା ଶୋଇବ, 10:30ରୁ ଶୋଇବ 5ଟା ପର୍ଯ୍ୟନ୍ତ ଶୋଉ। ତେଣୁ ତାକୁ ଆଉ ଆଲାର୍ମ ଲଗେଇକିରି ନା ରାତି 1-2ଟା ପର୍ଯ୍ୟନ୍ତ ପଢ଼ ଏଭଳି ଅଭିଭାବକମାନେ କହିବା ଦ୍ୱାରା ପିଲା ଅତ୍ୟନ୍ତ ନର୍ଭସ୍ ହେଇଯାନ୍ତି। ଆଉ ଗୋଟେ କଥା ଦେଖନ୍ତୁ, ଆପଣ ଯଦି ନର୍ଭସନେସ୍ ବା ଭୟ ପିଲା ଭିତରେ ରହିଗଲା ତାହେଲେ ସେ କେବେ ତାର କୌଣସି ପରୀକ୍ଷାରେ ଭଲ କରିପାରିବ ନାହିଁ। ତେଣୁ ଗାର୍ଡ଼ିଆନ୍ ମାନେ ତାଙ୍କ ଚିନ୍ତାଧାରାଟାକୁ ପିଲାଙ୍କ ଉପରେ ପ୍ରେସର ଦିଅନ୍ତୁ ନାହିଁ। ସେ ଚାହୁଁଛନ୍ତି ମୋ ପିଲାଟି ଜଜ୍ ହେବ ବା ମୋ ପିଲାଟି MLA ହେବ ବା ମୋ ପିଲାଟି ଇଞ୍ଜିନିୟର ହେବ। ତେଣୁ ତାକୁ ଚାପ ନ ଦେଇକି ସେ ପିଲା ବାଛୁ ତାର ଭବିଷ୍ୟତ କ୍ୟାରିୟର କ'ଣ ହେବ। କାରଣ ପିଲା ଯେତେବେଳେ 10 ପଢ଼ିଲାଣି, +2 ପଢ଼ିଲାଣି, ତାର ଯଥେଷ୍ଟ ବୁଦ୍ଧି ଆସିଗଲାଣି, ସେ ନିଜ କ୍ୟାରିୟର ବାଛିପାରିବ। ତେଣୁ ତାକୁ ସେ ଦିଗରେ ଆଦୌ ଚାପ ଦେବା ଉଚିତ ନୁହଁ। କୌଣସି ଅନ୍ୟ ପିଲାଙ୍କ ସହିତ କମ୍ପେୟାର କରିବା କଥା ନୁହଁ। ପିଲାଟି, ମୁଁ ଛାତ୍ରମାନଙ୍କୁ କହିବି ତୁମେ ନିଜ ସହିତ ସବୁବେଳେ ନିଜକୁ କମ୍ପେୟାର କର। ମୁଁ 9ମ ଶ୍ରେଣୀରେ କ'ଣ କରିଥିଲି, 10ମ ଶ୍ରେଣୀ ପ୍ରିଟେଷ୍ଟ ବା +2 ପ୍ରିଟେଷ୍ଟ ଟେଷ୍ଟରେ କ'ଣ କରିଥିଲି, ତା ଅପେକ୍ଷା କେମିତି ଭଲ କରିବି। ତେଣୁ ପ୍ରତ୍ୟେକ ବିଷୟଟାକୁ ଭଲ ଭାବେ ଟେକ୍ସଟକୁ ପଢ଼ନ୍ତୁ। ସେମାନେ ମିନିଂ ବହି ଉପରେ ଯାଆନ୍ତୁ ନାହିଁ। ସେମାନେ ଟେକ୍ସଟ ପେପର ଅପେକ୍ଷା ଅଧିକ ଗୁରୁତ୍ୱ ଦିଅନ୍ତୁ ଟେକ୍ସଟ ଉପରେ। ତାପରେ ଯେଉଁ ପରୀକ୍ଷାରେ ଆମର ଅବଜେକ୍ଟିଭ ଆସୁଛି ଏବଂ ସବଜେକ୍ଟିଭ ଆସୁଛି, ଅବଜେକ୍ଟିଭ ପରୀକ୍ଷାରେ ଯଦି OMR ସିଟ୍ ଥାଏ, OMR ସିଟ୍ରେ ସେମାନେ ପ୍ରଥମେ ସହଜ ଯେଉଁଟା ଅଛି ତାଙ୍କୁ ଲାଗୁଛି ସେଗୁଡ଼ାକୁ କରିଦିଅନ୍ତୁ। ତାପରେ ଚିନ୍ତା କରନ୍ତୁ ଯେ ଯେଉଁଗୁଡ଼ା କଷ୍ଟ ଅଛି ତାକୁ ମୁଁ କେମିତି କରିବି। ତେଣୁ ପିଲାମାନଙ୍କୁ ପରୀକ୍ଷା ଦେବାକୁ ଏବଂ କ୍ୟାରିୟର କଥା ଶିକ୍ଷାବିଦଙ୍କ ତରଫରୁ, ଏ କଥା टीचर्स मान तरफ ए कथा सहपाठी मान भितर अनेक थर आलोचना होती गुरु गुरुजन अनेक कथा यही प्रसंग ही शुणा मिली किंतु जितेबाला परिवार चाप ये आसूसी जितेबाला अभिभावक चाप आसूसी प्रत्यक्ष व परोक्ष से पिलाटी सबू जाणी किसी परीक्षा लिखि पारुनी अर्थात जीतिकी सफलता मिलवा कथा से अनुजाई सफलता मिल पारना।